ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଗୁରୁ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଭାରତୀୟ ପରମ୍ପରାରେ ଗୁରୁ ଶବ୍ଦର ଗାରିମା ଅତ୍ୟନ୍ତ ମହାନ ଏବଂ ପବିତ୍ର। ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଆଜିର ଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଓ ଦାର୍ଶନିକ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କର ଆଜି ହେଉଛି ଜନ୍ମଦିବସ। ଡକ୍ଟର ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତନ୍ନି ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରିବାକୁ ସେ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଉ ଏହା ତାଙ୍କ ପ୍ରତି ବଡ଼ ସମ୍ମାନ ହେବ ବୋଲି ସେ କହିଥିଲେ। 1962 ମସିହା ସେପ୍ଟେମ୍ବର 5 ତାରିଖ ପରଠାରୁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି। ସେବେଠାରୁ ତାଙ୍କ ଜନ୍ମଦିବସକୁ ସମଗ୍ର ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରି ଜୀବନରେ ଯିଏ ଜ୍ଞାନର ଆଲୋକ ପ୍ରଦାନ କରିଥାଏ, ସେ ହିଁ ଗୁରୁ ପଦବାଚ୍ୟ। ଗୁରୁଙ୍କର ସାହାଯ୍ୟ ଏବଂ ଆଶୀର୍ବାଦ ବିନା ଜ୍ଞାନ ଆହରଣ ଅସମ୍ଭବ। ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ଜୀବନର ଆଦ୍ୟ ଗୁରୁ ଭାବେ ଗ୍ରହଣ କରାଯାଇଥାଏ। ଶୈଶବ ଅବସ୍ଥାରୁ ପିତାମାତା ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଭଲ ମଣିଷଟିଏ ଗଢ଼ିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଶିଶୁର ଶିକ୍ଷା ଓ ସଂସ୍କାର ମୂଳଦୁଆକୁ ସଶକ୍ତ କରିବାରେ ପିତାମାତାଙ୍କର ବଳିଷ୍ଠ ଭୂମିକା ରହିଛି। ଆବାହମାନ କାଳରୁ ସମାଜରେ ଗୁରୁଙ୍କର ଅବସ୍ଥିତି ଏବଂ ତାଙ୍କର ମାର୍ଗଦର୍ଶନ ରହିଆସୁଛି। ଦେବତାଙ୍କ ଗୁରୁ ହେଉଛନ୍ତି ବୃହସ୍ପତି। ମହର୍ଷି ସନ୍ଦୀପନୀ ଭଗବାନ ଶ୍ରୀକୃଷ୍ଣଙ୍କର ଏବଂ ମହର୍ଷି ବଶିଷ୍ଠ ପ୍ରଭୁ ଶ୍ରୀରାମଙ୍କର ଗୁରୁ ଥିଲେ। ସେହିଭଳି କୌରବ, ପାଣ୍ଡବ ଏବଂ ଏକଲବ୍ୟଙ୍କ ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ। ଏହିଭଳି ଭାବରେ ଦେଖିଲେ ପିଢ଼ି ପରେ ପିଢ଼ି ଗୁରୁ ଶିଷ୍ୟର ପରମ୍ପରା ରହିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ସମାଜକୁ ମାର୍ଗଦର୍ଶନ କରିଥିବା ଅନ୍ୟାନ୍ୟ ଗୁରୁମାନଙ୍କ ମଧ୍ୟରେ ଗୌତମ ବୁଦ୍ଧ, ମହାବୀର ଜୈନ, ଗୁରୁ ନାନକ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଶ୍ରୀମା ଶ୍ରୀ ଅରବିନ୍ଦ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭଳି ଗୁରୁଙ୍କର ଆବିର୍ଭାବ ହୋଇଛି। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଶିକ୍ଷା ହେଉଛି ମନୁଷ୍ୟ ମଧ୍ୟରେ ରହିଥିବା ପୂର୍ଣ୍ଣତାର ଅଭିବ୍ୟକ୍ତି। ସଫଳ ଏବଂ ଫଳପ୍ରଦ ଜୀବନଯାପନ କରିବା ଦିଗରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥାଏ। କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଏବଂ ଏଥିରେ ସଫଳତା ପାଇଁ ମଧ୍ୟ ଶିକ୍ଷକଙ୍କର ଉପଦେଶ ଉପାଦେୟ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ଦେଶରେ ଶିକ୍ଷାକୁ ସର୍ବୋଚ୍ଚ ସ୍ତରରେ ରଖାଯାଇଛି। ଶିକ୍ଷକଙ୍କ ଚରିତ୍ର ଏବଂ ଜ୍ଞାନ କୌଶଳତା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେଥିପାଇଁ ବିଶ୍ୱର ବିଭିନ୍ନ ଦେଶରେ ତଥା ଆନ୍ତର୍ଜାତିକ ସ୍ତରରୁ ଶିକ୍ଷକ ଦିବସ ପାଳନ କରାଯାଇଥାଏ। ୟୁନେସ୍କୋ ପକ୍ଷରୁ ଅକ୍ଟୋବର 5 ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଥାଏ। ଶିକ୍ଷକଙ୍କ ପ୍ରତି ସହଯୋଗ ଏବଂ ଭବିଷ୍ୟତ ପିଢ଼ିଙ୍କ ଲାଗି ଶିକ୍ଷକଙ୍କ ଗୁରୁତ୍ୱ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ 1994 ମସିହାରୁ ୟୁନେସ୍କୋ ପକ୍ଷରୁ ଏହି ଦିବସ ପାଳିତ ହୋଇ ଆସୁଛି। ଅକ୍ଟୋବର ମାସର ଶେଷ ଶୁକ୍ରବାରକୁ ଅଷ୍ଟ୍ରେଲିଆରେ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଶେଷ ଶୁକ୍ରବାର ଯଦି ଅକ୍ଟୋବର 31 ତାରିଖରେ ପଡ଼େ, ତେବେ ହାଲୋୱିନ୍ ଡେ ପାଳନ ଯୋଗୁଁ ନଭେମ୍ବର 7 ତାରିଖରେ ସେଠାରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ। ଅନ୍ୟାନ୍ୟ ଦେଶଗୁଡ଼ିକ ମଧ୍ୟରେ ରୁଷରେ ଅକ୍ଟୋବର 5 ତାରିଖରେ, ଆମେରିକାରେ ମେ ମାସର ପ୍ରଥମ ସପ୍ତାହର ମଙ୍ଗଳବାରରେ, ଥାଇଲାଣ୍ଡରେ ଜାନୁଆରୀ 16 ତାରିଖରେ, ତୁର୍କୀରେ ନଭେମ୍ବର 24 ତାରିଖରେ, ଇଣ୍ଡୋନେସିଆରେ ନଭେମ୍ବର 25 ତାରିଖରେ, ଇରାକରେ ମାର୍ଚ୍ଚ 1ରେ ଶିକ୍ଷକ ଦିବସ ପାଳିତ ହୋଇଥାଏ। ଉତ୍ତମ ଶିକ୍ଷାର ସମସ୍ତ ମାନଦଣ୍ଡ ଗୁରୁଙ୍କ ଉପରେ ହିଁ ନିର୍ଭର କରିଥାଏ। ସଭ୍ୟ ସମାଜ ଗଠନରେ ଶିକ୍ଷା ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଥାଏ। ତେଣୁ ଅନ୍ୟ ପ୍ରକାର କହିଲେ ଶିକ୍ଷା ହିଁ ସଭ୍ୟତାର ମାପକାଠି ହୋଇଥାଏ। ଗୋଟିଏ ଦେଶର ସଂସ୍କୃତି, ଐତିହ୍ୟ, ଆଦର୍ଶ ଏବଂ ସୁସ୍ଥ ରାଜନୀତିର ବାତାବରଣ ଗୁଣାତ୍ମକ ଶିକ୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଶିକ୍ଷାର ପରିଭାଷା ମୁଖ୍ୟତଃ ଏବେ ଗୁଣାତ୍ମକ ଶିକ୍ଷା ଦିଗରେ ଗତି କରୁଛି। ଗୁଣାତ୍ମକ ଶିକ୍ଷା ଲକ୍ଷ୍ୟରେ ନୀତି ନିୟମ ଆଦିରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଶିକ୍ଷକଟିଏ ମଧ୍ୟ ଏହି ପରିବର୍ତ୍ତନ ସହ ତାଳ ଦେଇ ନିଜକୁ ଖାପ ଖୁଆଇ ଭବିଷ୍ୟତ ପିଢ଼ି ଗଠନ କରିବାରେ ବ୍ରତୀ ହୋଇଥାଏ। ତେଣୁ ଏତିକି କୁହାଯାଇପାରେ, ଗୁରୁଙ୍କ ବିନା ସମାଜର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଏ। ଆଜିର ଦିବସରେ ଗୁରୁଙ୍କର ତ୍ୟାଗ, ଆଦର୍ଶ, ଶିକ୍ଷା ପ୍ରତି ନିଷ୍ଠା, ସମାଜ ପ୍ରତି କର୍ତ୍ତବ୍ୟକୁ ମାନ୍ୟତା ଦେବାର ସମୟ। ଗୁରୁ ପ୍ରତ୍ୟେକଙ୍କ ଜୀବନରେ ଶ୍ରେଷ୍ଠ ପଦବାଚ୍ୟ, ଏହା ଅନସ୍ୱୀକାର୍ଯ୍ୟ। ଆମ ଜୀବନରେ ପିତାମାତା ହୁଅନ୍ତୁ କିମ୍ବା କେହି ଗୁରୁଜନ ହୁଅନ୍ତୁ ଅଥବା ଶିକ୍ଷକ ଶିକ୍ଷୟିତ୍ରୀ ହୁଅନ୍ତୁ, କାହାର ନା କାହାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ତାଙ୍କର ଆଦର୍ଶ, ବ୍ୟକ୍ତିତ୍ୱ, ଚିନ୍ତାଧାରା, ଚାଲିଚଳନ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଥାଏ ଆଉ ଆମକୁ ମାର୍ଗଦର୍ଶନ ମଧ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଙ୍କର ଏହି ନିଃସ୍ୱାର୍ଥପର ସେବା ପାଇଁ ସମ୍ମାନିତ କରାଯାଉଛି।